ଦେଖନ୍ତୁ ଆଜ୍ଞା, ଆମେ ଆମର ଡାବୁଗା ନୂଆଗୁଡ଼ା ଦୁଲବ ଗୌଡ଼ଙ୍କର ମକା କ୍ରପ୍ରେ ଅଛୁ। ଆଉ ଦୁଲବ ଭାଇନା ଆମର ଅର୍ଗୋ ଲାଇଫ୍ର କ୍ରପ୍ ମିତ୍ରା ମାଇକ୍ରୋ ପାୱାର ମଲ୍ଟି ପାୱାର ଆକ୍ଟିଭ ବ୍ୟବହାର କରିଥିଲେ। ତ ଦୁଲବ ଭାଇନାଠୁ ପଚାରି ନେବା ବୁଝି ନେବା ଯେ ଯେଉଁ ଜୈବିକ ଖତ ଆମର ଅର୍ଗୋ ଲାଇଫ୍ର ବ୍ୟବହାର କଲେ ତାପରେ ତାଙ୍କୁ କ'ଣ ଲାଗିଲା ମକାର ରିଜଲ୍ଟ। ତ ଭାଇନା ତ କୁହ ଭାଇନା, ଆମର ଯେଉଁ ବ୍ୟବହାର କଲ ଅର୍ଗୋ ଲାଇଫ୍ର କ୍ରପ୍ ମିତ୍ରା ମାଇକ୍ରୋ ପାୱାର ମଲ୍ଟି ପାୱାର ଆଉ ଆକ୍ଟିଭ ବ୍ୟବହାର କଲା ପରେ ଭାଇନା ତୁମକୁ ରିଜଲ୍ଟଟା କ'ଣ ଜଣାପଡ଼ୁଛି ଭାଇନା? ଅର୍ଗୋ ଲାଇଫ୍ ୟୁଜ୍ କଲା ପରେ ତ ଏଇଟା ତ ଛୋଟ ଛୋଟ ଥିଲା ଗଛ, ଭାଇନା ସେତେ ହୃଷ୍ଟପୃଷ୍ଟ ହେଉନଥିଲା। ଏଇଟା ୟୁଜ୍ କଲା ପରେ ଏଇଟା ତ ସାଙ୍ଗେ ସାଙ୍ଗେ ଗ୍ରୋଥ୍ ହେଉନାହିଁ କି ଆକ୍ଟିଭ୍ ନାହିଁ, ଧୀରେ 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 ଗଛକୁ ଆକ୍ଟିଭ୍ କରାଉଛି ଆଉ ମୋଟା ମଧ୍ୟ କରାଉଛି। ତାପରେ ଗଛକୁ ମଧ୍ୟ ହୃଷ୍ଟପୃଷ୍ଟ କରିକି ଦେଖନ୍ତୁ ଆମର ମକା କୋଷା ହେଇକି ରହିଛି, ଭଲ ଦିଶୁଛି। ଦେଖନ୍ତୁ ଏଇଟା ଅର୍ଗୋ ଲାଇଫ୍ର ଆମର ଯେଉଁ ବ୍ୟବହାର ହେଇଥିଲା ଏଇସବୁ ଜମିରେ। ଆଉ ରିଜଲ୍ଟଟା କେତେ ଟାଇମ୍ ରହୁଛି ଭାଇନା? ଯେମିତିକି କେମିକାଲ ଛୋଟ ଟାଇପ୍ରୁ ବଡ଼ ଯାଏଁ ପୁରା ତାର ରିଜଲ୍ଟ ରହୁଛି। ଆମେ ଖତ ଦେଇଦେଲେ କ'ଣ ହେଉଛି, ତାର ଯେଉଁ 15 ଦିନ 20 ଦିନ ତାର ପାୱାର ରହୁଛି ଆଉ ଲାଷ୍ଟ ରହୁଛି। ଏଇଟା ଦେଲେ ୱାନ୍ ଟାଇମ୍ ଦେଲେ ପୁରା ଲାଷ୍ଟ ଯାଏଁ ପୁରା ମକା ହେଲା ଯାଏଁ ତାର ଇଏ ରହୁଛି, କାମ କରୁଛି। କାମ କରୁଛି। ତ ଦେଖନ୍ତୁ ଭାଇ, ଦୁଲବ ଭାଇର ମକା ଏଇଭଳିଆ ହେଇଛି। ଆଉ ତାଙ୍କ ନିଜ ପାଟିରେ ଆମେ ଶୁଣିଲେ ଯେ କେମିକାଲ ବ୍ୟବହାର କଲେ 20 ଦିନ 25 ଦିନରେ ତା'ର ପାୱାର କମିଯାଉଛି। ଆଉ ଏଇଟା ଯେତେବେଳେ ବ୍ୟବହାର କଲେ ଛୋଟ ଥିଲା ଗଛ, ଆଉ ବର୍ତ୍ତମାନ ମକା ହେଇସାରିଲାଣି, ଏବେ ଯାଏଁ ଗଛର କଲର୍ ଯାଏ ନାହିଁ ଆଉ ଗଛ ସେଭଳିଆ ହିଁ ଅଛି। ତ ତୁମେ ଖୁସି ଭାଇନା, ସାଟିସ୍ଫାଏ? ହଁ, ଅର୍ଗୋ ଲାଇଫ୍ ୟୁଜ୍ କରିକି ବହୁତ ଖୁସି। ଫ୍ୟୁଚର୍ରେ ମଧ୍ୟ ମୋ ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରୁଛି ଆଉ କେମିକାଲ ମିଶା ଖତ ୟୁଜ୍ ନ କରିକି ଅର୍ଗୋ ଲାଇଫ୍କୁ ଭଲ ଭାବେ ବ୍ୟବହାର କରନ୍ତୁ। ମାଟି ହାଲକା ରହିବ ଆଉ ଆମର ଖତରେ ତ ମାଟି ହାର୍ଡ଼ ହେଇଯାଉଛି। 2 ବର୍ଷ 3 ବର୍ଷ 4 ବର୍ଷ ପରେ ମାଟି ଖରାପ ହେଇଯିବ। ଅର୍ଗୋ ଲାଇଫ୍ଟା ବ୍ୟବହାର କଲେ ଦିନ ଦିନକୁ ତାପରେ ମାଟି ହାଲକା ହେଇକି ଆମର ଚାଷ ଜମି ମଧ୍ୟ ଉର୍ବର ରହିବ। ତେଣୁ ସମସ୍ତେ ଅର୍ଗୋ ଲାଇଫ୍ ଟିକେ ବ୍ୟବହାର କରନ୍ତୁ ଆଉ ଚାଷ ଏମିତି ଅମଳ ପାଆନ୍ତୁ। ଧନ୍ୟବାଦ ଭାଇନା। ଦେଖନ୍ତୁ ଆଜ୍ଞା, ଦୁଲବ ଭାଇନାର ମକା ଏଭଳିଆ ଅଛି।